ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଜୀବନ ନେଉଛି କୋଭିସିଲ୍ଡ ଭ୍ୟାକ୍ସିନ୍, ଦେଖିବାକୁ ମିଳୁଛି ଭୟାନକ ପାର୍ଶ୍ୱ ପ୍ରତିକ୍ରିୟା। ମିଳିଥିବା ଖବର ଅନୁଯାୟୀ କୋଭିଡ୍ ଭ୍ୟାକ୍ସିନ୍ ନେଉଛି ଜୀବନ। କ'ଣ ଶୁଣିକି ହୋଇଯିବେ ଚକିତ? କୋଭିଡ୍ ମହାମାରୀ ଯେତେବେଳେ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଜୀବନ ନେଉଥିଲା, ସେହି ସମୟରେ ଜୀବନ ବଞ୍ଚାଇବାକୁ ଆଶା ଦେଇଥିଲା କୋଭିଡ୍ ଭ୍ୟାକ୍ସିନ୍। କିନ୍ତୁ ଏବେ ଯାହା ଶୁଣିବାକୁ ମିଳୁଛି, ଏହି ଭ୍ୟାକ୍ସିନ୍ ସିନା କୋଭିଡ୍କୁ ମୁକ୍ତ କରିଦେଲା, ହେଲେ ଏହାର ଭୟାନକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି, ଯାହା ଜୀବନ ବି ଚାଲି ଯାଉଛି। ଆଣ୍ଟିଜୋଟିକା ଏକ ମହତ୍ତ୍ୱପୂର୍ଣ୍ଣ ମୋଡ଼ରେ ପ୍ରଥମ ଥର ଅଦାଲତରେ ଦସ୍ତାବିଜରେ ସ୍ୱୀକାର କରାଯାଇଛି ଯେ କୋଭିଡ୍-19 ଭ୍ୟାକ୍ସିନ୍ ଦ୍ୱାରା ଅନେକ ସାଇଡ୍ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ଆଷ୍ଟ୍ରାଜେନିକା ଭ୍ୟାକ୍ସିନ୍ ନେବା ପରେ ମସ୍ତିଷ୍କ ସ୍ଥାୟୀ ରୂପେ ଆଘାତ ହୋଇଥିଲା। ଏହା ସହିତ ଅନ୍ୟ କେସ୍ ଗୁଡ଼ିକରେ ରକ୍ତ ଜମାଟ, ରକ୍ତରୁ ପ୍ଲେଟଲେଟ୍ କମିଯିବା ଭଳି ଭୟଙ୍କର ପ୍ରଭାବ ପଡ଼ିଥିବା କଥା ସାମ୍ନାକୁ ଆସିଛି। ପରବର୍ତ୍ତୀ ଅପଡେଟ୍ ବିଷୟରେ ମସଲାରେ ମିଶୁଛି ଇଥିଲିନ୍ ଅକ୍ସାଇଡ୍, ଘାସରୁ ବନାଯାଉଛି ଜିରା, ଇଟା ଗୁଣ୍ଡରୁ ଲଙ୍କାଗୁଣ୍ଡ। ମିଳିଥିବା ଖବର ଅନୁଯାୟୀ ସିଙ୍ଗାପୁର ଏବଂ ହଂକଂରେ 2ଟି ଭାରତୀୟ ମସଲା ଉପରେ କଟକଣା ଲଗାଯାଇଛି। ଆମେରିକା ମଧ୍ୟ ଏହି ଅଭିଯୋଗ ଉପରେ ଯାଞ୍ଚ କରୁଛି। ଏହିସବୁ ଅଭିଯୋଗ ମଧ୍ୟରେ କେନ୍ଦ୍ର ସରକାର ସକ୍ରିୟ ହୋଇଯାଇଛନ୍ତି। ଭାରତରୁ ସିଙ୍ଗାପୁର ଏବଂ ହଂକଂ ପଠାଯାଉଥିବା ମସଲାରେ ଇଥିଲିନ୍ ଅକ୍ସାଇଡ୍ ଟେଷ୍ଟିଂ କରାଯାଇଥିବା ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ଉଦ୍ଦେଶ୍ୟ ମନ୍ତ୍ରଣାଳୟ ଏବଂ ସ୍ପାଇସଜେଟ୍ ବୋର୍ଡ ରପ୍ତାନି କରୁଥିବା କମ୍ପାନୀ ପାଇଁ ଏହି ପରୀକ୍ଷା ବାଧ୍ୟତାମୂଳକ ହୋଇଛି। ସେହିପରି ଅନ୍ୟ ଦେଶକୁ ପଠାଯାଉଥିବା ମସଲାରେ ମଧ୍ୟ ଇଟିଓ ଯାଞ୍ଚ କରାଯାଉଛି। ଏମ୍ଡିଏଚ୍ ଏବଂ ଏଭରେଷ୍ଟ କିଛି ମସଲା ବ୍ରାଣ୍ଡ ନିର୍ଦ୍ଦିଷ୍ଟ କରାଯାଇଥିବାର ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଚୀନ୍ ଲଞ୍ଚ କଲା ସୁପର କ୍ୟାରିୟର ଯୁଦ୍ଧ ଜାହାଜ। ଆମେରିକାକୁ ଛାଡ଼ିଦେଲେ ବିଶ୍ୱରେ ଆଉ କାହା ପାଖରେ ନାହିଁ ଏପରି ଶକ୍ତି। ମିଳିଥିବା ଖବର ଅନୁଯାୟୀ ସମୁଦ୍ରକୁ ଓହ୍ଲାଇଲା ଚୀନର ପ୍ରଥମ ସୁପର କ୍ୟାରିୟର। ଏହା ଚୀନର ତୃତୀୟ ବିମାନ ଯୁଦ୍ଧ ଜାହାଜ, ଯାହା ଆମେରିକା ବାହାରେ ତିଆରି ହୋଇଥିବା ସବୁଠୁ ଆଡଭାନ୍ସଡ୍ ଏୟାରକ୍ରାଫ୍ଟ କ୍ୟାରିୟର। ଏହାର ନାଁ ରହିଛି ଫ୍ୟୁଜାନ, ଯାହା ଚୀନର ପ୍ରାନ୍ତ ଫୁଲିଆ ନାଁରେ ରଖାଯାଇଛି। ଏହା ଚୀନ ପ୍ରଥମେ କ୍ୟାବ୍ରୋଟାର ଏୟାରକ୍ରାଫ୍ଟ କ୍ୟାରିୟର। ଏହା ସମ୍ପୂର୍ଣ୍ଣ ରୂପେ ଚୀନ ତିଆରି କରାଯାଇଛି। ଫ୍ୟୁଜେରିୟର ସୁପର କ୍ୟାରିୟର ଟାଇପ୍ 3 ଏୟାରକ୍ରାଫ୍ଟ କ୍ୟାରିୟର, ଯାହା ଡିପ୍ଲେସମେଣ୍ଟ 71,875 ଟନ୍ ରହିଛି। 316 ମିଟର ଲମ୍ବ ଏହି ଯୁଦ୍ଧ ଜାହାଜର ଉଚ୍ଚତା 250 ଫୁଟ ରହିଛି। କ୍ୟାରିୟର ଅର୍ଥ ଏହାର ଫାଇଟର ଜେଟ୍ ଏବଂ ଗୁଲୋସ୍ ଭଳି ଡୋର ସାହାଯ୍ୟରେ ଟେକ୍-ଅଫ୍ ଓ ଲ୍ୟାଣ୍ଡ କରିପାରିବ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ବଞ୍ଚିଥିବା ପର୍ଯ୍ୟନ୍ତ ମୁସଲିମଙ୍କୁ ସଂରକ୍ଷଣ ଦିଆଯିବ ନାହିଁ, ମୋଦି। ମିଳିଥିବା ଖବର ଅନୁଯାୟୀ ତେଲେଙ୍ଗାନାରେ ଧର୍ମଭିତ୍ତିକ ସଂରକ୍ଷଣକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ଦେଶରେ ମୁସଲମାନଙ୍କୁ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ। ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ପର୍ଯ୍ୟନ୍ତ ସେ ବଞ୍ଚି ରହିଥିବେ, ଅନୁସୂଚିତ ଜାତି, ଜନଜାତି ଓ ଓବିସି ଦଳର ଧର୍ମ ଆଧାରରେ ମୁସଲମାନଙ୍କୁ ସଂରକ୍ଷଣ ଦେବାକୁ ସେ ଅନୁମତି ଦେବେ ନାହିଁ। ତ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 46 ଡିଗ୍ରୀ ଉପରେ 2ଟି ସହରରେ ରେକର୍ଡ ଭାଙ୍ଗିଲା ବାରିପଦା। ମିଳିଥିବା ଖବର ଅନୁଯାୟୀ ପ୍ରବଳ ଖରାରେ ଜଳୁଛି ଓଡ଼ିଶା, ଘରୁ ବାହାରି ହେଉନି, ମୁହଁ ପୁରା ପୋଡ଼ିଯାଉଛି। ତେବେ ମଙ୍ଗଳବାର ଦିନ ରାଜ୍ୟର 2ଟି ସହରର ତାପମାତ୍ରା 46 ଡିଗ୍ରୀ ଉପରେ ରହିଥିବା ବେଳେ 15ଟି ସହରର ତାପମାତ୍ରା 44 ଡିଗ୍ରୀଠାରୁ ଅଧିକ ରହିଛି। ଚଳିତ ବର୍ଷ ରାଜ୍ୟର ସର୍ବାଧିକ ତାପମାତ୍ରା ଗତକାଲି ରେକର୍ଡ ହୋଇଛି। ବାରିପଦାରେ ସର୍ବାଧିକ 46.4 ଡିଗ୍ରୀ ଥିବାବେଳେ ବାଲେଶ୍ୱରରେ 46 ଡିଗ୍ରୀ ଏବଂ ଭୁବନେଶ୍ୱରରେ 45.4 ଡିଗ୍ରୀ ଛୁଇଁଛି। କେବଳ ସେତିକି ନୁହେଁ, ରାଜ୍ୟର 29ଟି ସହରର ତାପମାତ୍ରା 42 ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମେ 3ରେ ରାୟଗଡ଼ା ଆସିବେ ରାହୁଲ। ମିଳିଥିବା ଖବର ଅନୁଯାୟୀ ମେ 3 ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ସାଧାରଣ ସଭାରେ ଯୋଗ ଦେବେ, ହେଲେ କେବେ ଆସିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁରରେ ପହଞ୍ଚିଥିଲେ। ମଧୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାଙ୍କନ କରିଥିଲେ। ଏହାପରେ କସ୍ତୁରବା ଆଶ୍ରମ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସତ୍ୟଭାମାପୁରରେ କିଛି ସମୟ ବିତାଇବା ପରେ ରାହୁଲ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସାଲେପୁର କୁଳିଆ ପହଞ୍ଚିଥିଲେ।